ଶ୍ରୀ ଜଗନ୍ନାଥଙ୍କ ଅଣସର ପୀଠ ଅଳାରନାଥ ଭକ୍ତଙ୍କ ପାଇଁ ଅପୂର୍ବ ଦର୍ଶନ ସୌଭାଗ୍ୟ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ପରେ ଆରମ୍ଭ ହୁଏ ଅଣସର ନୀତି। ଏହି ସମୟରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅନ୍ତରାଳରେ ରୁହନ୍ତି, ଯାହାଫଳରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ଏକମାତ୍ର ଭରସା ହେଉଛନ୍ତି ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ଅବସ୍ଥିତ ପ୍ରସିଦ୍ଧ ଅଳାରନାଥ ପୀଠ। ବିଶ୍ୱାସ ରହିଛି ଯେ ଅଣସର ସମୟରେ ଶ୍ରୀ ଜଗନ୍ନାଥ ଅଳାରନାଥଙ୍କ ରୂପରେ ଏଠାରେ ଅବସ୍ଥାନ କରନ୍ତି। ତେଣୁ ଏହି ସମୟରେ ଅଳାରନାଥଙ୍କ ଦର୍ଶନ କଲେ ସିଧାସଳଖ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ପୁଣ୍ୟ ମିଳିଥାଏ। ଏହି ଦିନ ଗୁଡ଼ିକରେ ବ୍ରହ୍ମଗିରି ସ୍ଥିତ ଏହି ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥାଏ। ଅଳାରନାଥ ପୀଠର ମହତ୍ତ୍ୱ କେବଳ ଧାର୍ମିକ ନୁହେଁ, ବରଂ ଐତିହାସିକ ମଧ୍ୟ। ଶ୍ରୀ ଚୈତନ୍ୟ ଦେବଙ୍କ ସ୍ମୃତି ଏହି ପୀଠ ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇ ରହିଛି। କୁହାଯାଏ, ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ନପାରି ବ୍ୟାକୁଳ ହୋଇ ସେ ଏହି ସ୍ଥାନକୁ ଆସିଥିଲେ ଏବଂ ଅଳାରନାଥଙ୍କ ଦର୍ଶନ ପାଇଁ ଆତ୍ମବିଭୋର ହୋଇ ପଡ଼ିଥିଲେ। ଏଠାରେ ପୂଜା ପାଉଥିବା ଚତୁର୍ଭୁଜ ବିଷ୍ଣୁ ବିଗ୍ରହଙ୍କୁ ସ୍ଥାନୀୟ ଲୋକେ ଅତ୍ୟନ୍ତ ଭକ୍ତିର ସହ ପୂଜା କରନ୍ତି। ଅଳାରନାଥଙ୍କ ନିକଟରେ ଅର୍ପଣ କରାଯାଉଥିବା ସ୍ୱତନ୍ତ୍ର କ୍ଷୀରି ପ୍ରସାଦ ପାଇଁ ଏହି ପୀଠ ବେଶ୍ ଜଣାଶୁଣା। ଭକ୍ତମାନେ ଦୂର ଦୂରାନ୍ତରରୁ ଆସି ଏହି ମହାପ୍ରସାଦ ସେବନ କରି ନିଜକୁ କୃତାର୍ଥ ମନେ କରନ୍ତି। ଏହି ପୀଠ ବ୍ରହ୍ମଗିରିର ସାଂସ୍କୃତିକ ପରିଚୟକୁ ବହନ କରିବା ସହ ପର୍ଯ୍ୟଟନର ଏକ ମୁଖ୍ୟ କେନ୍ଦ୍ର ପାଲଟିଛି। ଶାନ୍ତି ଓ ଭକ୍ତିର ପରିବେଶ ଭକ୍ତଙ୍କୁ ମାନସିକ ଶାନ୍ତି ପ୍ରଦାନ କରେ। ପ୍ରତ୍ୟେକ ବର୍ଷ ଅଣସର ସମୟରେ ଏହି ପୀଠର ମହିମା ଦେଶ ବିଦେଶରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ସ୍ମିତା।